ବା ପୂର୍ଣ୍ଣମୀ ଦିନ ଚନ୍ଦ୍ର ଶ୍ରବଣା ନକ୍ଷତ୍ରରେ ପ୍ରବେଶ କରନ୍ତି। ଏଣୁ ଏହି ମାସଟାକୁ ଶ୍ରାବଣ ମାସ ବୋଲି କୁହାଯାଏ। ଶ୍ରାବଣ ମାସଟି ଶିବଙ୍କ ପାଇଁ ଉଦ୍ଦିଷ୍ଟ, କାରଣ ହରିଶୟନ ଏକାଦଶୀରେ ବିଷ୍ଣୁ ଶୋଇଗଲେ। ଏଣୁ ପୃଥିବୀକୁ ଶାନ୍ତି ଦେବା ପାଇଁ ବା ପୃଥିବୀର ସମସ୍ୟା ବୁଝିବା ପାଇଁ ଶିବ ଜାଗ୍ରତ ହେଲେ। ଶିବ ସଦା ସେ କ'ଣ ଯୋଗୀ, ସେ ତପସ୍ୟାରତ ଥାନ୍ତି, ମାତ୍ର ଏହି ମାସରେ ସିଏ କ'ଣ ଚିର ଜାଗ୍ରତ, କାରଣ ନା ବିଷ୍ଣୁ ନାହାନ୍ତି। ଆଉ ଗୋଟିଏ କଥା କ'ଣ ନା ଏହି ମାସରେ ଶିବଙ୍କର ରୁଦ୍ର ଅବତାର। ତେଣୁ ଆମେ ଟିକିଏ ପାଣି ଯଦି ଦେବା ଶିବଙ୍କୁ ଏହି ମାସରେ, ସେଇଟା ରୁଦ୍ରାଭିଷେକ ସହିତ ସମାନ। ଆମେ ସମସ୍ତେ ଜାଣିଛେ ଯେତେବେଳେ କି ସମୁଦ୍ର ମନ୍ଥନ ହେଲା, ସେତେବେଳେ ହଳାହଳ ବିଷ ବାହାରିଲା। ସେ ଶିବ ଆକଣ୍ଠ ପାନ କଲେ, ତେଣୁ ସେ ନୀଳକଣ୍ଠ ନାମ ଧାରଣ କଲେ। ଏ ବିଷର ଜ୍ୱାଳାରେ ତାଙ୍କର ସବୁ ଦେହ ଉତ୍ତପ୍ତ ହୋଇଗଲା, ଉତ୍ତାପ ହୋଇଗଲା। ଏଣୁ ଏହି ଉତ୍ତାପକୁ ପ୍ରଶମିତ କରିବା ପାଇଁ, ତାଙ୍କୁ ଶାନ୍ତି ପ୍ରଦାନ କରିବା ପାଇଁ ସମସ୍ତ ଦେବଦେବୀ ତାଙ୍କ ଉପରେ ଜଳାଭିଷେକ। ସେହି ପରମ୍ପରାକୁ ଦୃଷ୍ଟିରେ ରଖି ଆମେ ମଧ୍ୟ ଏବେ ଚାରିଆଡ଼େ ଭାରତ ଯାକ ଜଳାଭିଷେକ କରାଯାଏ। ଆମର ଆପଣ ଜାଣିଥିବେ ଶ୍ରବଣ କୁମାର ସେ ଭାର ଧରିକିରି ପାଣି ନେଇକିରି ତାଙ୍କର ପିତା ମାତାଙ୍କୁ ନିଜ ତୀର୍ଥ ଜାଗା ବୁଲିକିରି ସେ ଜଳାଭିଷେକ କରୁଥିଲେ। ଲଙ୍କାର ରାଜା ରାବଣ ମଧ୍ୟ ସେ ରୁଦ୍ରଙ୍କୁ ବା ଶିବଙ୍କୁ ନେଇ ଜଳାଭିଷେକ କରିବାର ପ୍ରମାଣ ମଧ୍ୟ ଏହି ପୁରାଣରେ ଅଛି। ତେଣୁ ଜଳାଭିଷେକ ଏହି ମାସରେ କରାଯାଏ। ଆମର ସମସ୍ତେ କହନ୍ତି ବା ଆମର ଶାସ୍ତ୍ରମାନଙ୍କର ଅଛି, ଗଙ୍ଗା ଯମୁନାକୁ ଛାଡ଼ିଦେଲେ ଏହି ମାସରେ ସବୁ ନଦୀ ଅପବିତ୍ର। ଗଙ୍ଗା ଯମୁନାକୁ ଛାଡ଼ିଦେଲେ ସବୁ ନଦୀ ଅପବିତ୍ର। କାହିଁକି ନା ସେମାନେ ସବୁ ତାଙ୍କ ରଜସ୍ୱଳା ହୁଅନ୍ତି। ଆଉ ଜଣେ ପ୍ରମାଣ କଲେ କ'ଣ, ରଜସ୍ୱଳା ନଦୀ ହଳ ଆମେ ତ ଜାଣିନୁ, ମାତ୍ର ଶ୍ରାବଣ ମାସରେ ମେଘ ବର୍ଷା ହେବ, ବନ୍ୟା ଜଳ ଆସିବ। ହେଲେ ବନ୍ୟା ଜଳ ଆସିଲେ ସେ ନିଶ୍ଚୟ ନଦୀ ଅପରିଷ୍କାର ପାଣି ସମସ୍ତ ଅଳିଅ ମାଟି ଇତ୍ୟାଦି ଅପରିଷ୍କାର ଜିନିଷ ବହି ଆଣିବ। ଏଣୁ ଏହି ଜଳକୁ ଆମେ ଶିବଙ୍କ ମସ୍ତକରେ ଦେବା ଉପଯୁକ୍ତ ନୁହେଁ। ଏଣୁ ପ୍ରଥମେ ଏ ଯେଉଁ କାଉଡ଼ିଆ ଯାତ୍ରା ଆରମ୍ଭ ହୋଇଥିଲା ଉତ୍ତର ଭାରତ, କାରଣ ଗଙ୍ଗା ଯମୁନା ନଦୀ ସେଇଠି ଅଛି। ତାପରେ କେତେ ଲୋକ ସବୁ କ'ଣ କଲେ, ପ୍ରଯୁକ୍ତି କଲେ, ନାଇଁ ଗଙ୍ଗା ଯମୁନା ନଦୀ ବର୍ଷା ଦିନ ତ ସବୁ ଢାଳ, ସବୁ ନଦୀର ସବୁ ଧାର ସବୁଠି ମିଶୁଛି ନା। ଏଣୁ ସବୁ ନଦୀ ଗୁଡ଼ା ଗଙ୍ଗା ନଦୀର ଜଳ ଭଳିଆ। ଏଣୁ ଆମେ ମଧ୍ୟ ଶିବଙ୍କ ମସ୍ତକରେ ଯେକୌଣସି ନଦୀ ଜଳର ଆମେ ତାଙ୍କୁ ଜଳାଭିଷେକ କରିପାରିବା। ଏଇଟା ଆମର ଓଡ଼ିଶାରେ 1980 ମସିହାରୁ ଏହି କାଉଡ଼ି ଯାତ୍ରା ଆରମ୍ଭ ହୋଇଛି। ଆମର ନଥିଲା ଏଇଟା ଉତ୍ତର ଭାରତରେ ଥିଲା, ମାତ୍ର ଏଇଠି ଆମର ସବୁ ଲୋକ ଗଙ୍ଗା ନଦୀରେ ଆପଣ ମଧ୍ୟ ଆମେ ଦେଖିଥିବା ବଡ଼ ବଡ଼ ସବୁ ଶିବ ମନ୍ଦିର ମାନଙ୍କରେ ତାଙ୍କେ ସବୁ କ'ଣ ବାହାରେ ଏଇ ମାସରେ ଲିଙ୍ଗ ସ୍ଥାପନ କରୁଥିଲେ, କାରଣ ତା ମୁଖ୍ୟ ଦ୍ୱାରକୁ ତାଙ୍କେ ଛାଡ଼ିବେ। କାଉଡ଼ିଆ ମାଙ୍କୁ ମୁଖ୍ୟ ଦ୍ୱାରକୁ ସେମାନେ ତୀର୍ଥ ତା ମନ୍ଦିରକୁ ତା ଗର୍ଭଗୃହକୁ ଛାଡ଼ିବେ। ଆଉ ଗୋଟେ ତାଙ୍କେ ଗୋଟେ ଶିବଲିଙ୍ଗ ସ୍ଥାପନ କରୁଥିଲେ, ଯିଏ ଜଳାଭିଷେକ ସେଇ ଶିବଲିଙ୍ଗ। ମାତ୍ର ଆମର ଏଠି ତ ସେ ପ୍ରଥା ନାହିଁ। ଯେ ଲୋକ ଗଲା ସେ ପାଣି ଢାଳିଲା। କାଉଡ଼ି ଯାତ୍ରାର ଗୋଟେ କ'ଣ ତା'ର ଲାଭ କେତେ, ନଷ୍ଟି କେତେ ଆମେ ଜାଣୁଛେ। କିଏ ତାକୁ ସମାଲୋଚନା କରୁଛି, କିଏ ଭଲ କରୁଛି। ମାତ୍ର ଲୋକ ଚାଲି ଗଲା ପୃଥିବୀ ଉପରେ ଖାଲି ପାଦରେ ଚାଲିବାଟା ସ୍ୱାସ୍ଥ୍ୟ ପକ୍ଷେ ଭଲ। ସେ କ'ଣ ଦିନେ ଦୁଇ ଦିନ ଚାଲିଲା, ସେ ଏଇଟା ଗୋଟେ ଆମର କ'ଣ ସ୍ୱାସ୍ଥ୍ୟ ପକ୍ଷେ ଭଲ ରହିଲା। ତାପରେ ଖାଦ୍ୟ ଉପରେ କଣ୍ଟ୍ରୋଲ୍ ରହିଲା, ଗୋଟେ ମିଳିଲା ଖାଇଲା, କ'ଣ ନ ମିଳିଲା ନାହିଁ। ଏବଂ ତାପରେ ସବୁବେଳେ ସେ କ'ଣ କଲା ନା ମନ ଭିତରେ ସେ ଭଗବାନଙ୍କୁ ସେ ଧ୍ୟାନ କଲା, ହର ହର ବଂ ଭୋଲେ ବଂ ହର ବୋଲି ଗଲା। ଯାହା ଈଶ୍ୱରଙ୍କ ପ୍ରତି ତା'ର ଗୋଟେ ଭକ୍ତିଭାବ ଉଦ୍ରେକ ହେଲା। ଏବଂ ଆଉ ଆମେ ଅନ୍ୟ ଆମେ ଦୃଷ୍ଟି ଦେଖିବା, ଯେଉଁ ସବୁ ସାଧାରଣତଃ ସବୁ ଯୁବକ ଯୁବତୀ ପିଲାମାନେ ବେଶୀ ସଂଖ୍ୟାରେ ଯାଆନ୍ତି
ଯେଉଁମାନଙ୍କ ଭିତରେ ମଧ୍ୟ କ'ଣ ନା ଯୋଗାଯୋଗ ଥିବ ବା ତାଙ୍କର ଭିତରେ କ'ଣ ସ୍ନେହ ଭାବ ଥିବ ତାଙ୍କ ଘରେ ମଧ୍ୟ କଥା ହେଇପାରୁନଥିବେ, ଏମିତି ଗଲେ 3-4 ଦିନ ତାଙ୍କ ଭିତରେ ମଧ୍ୟ ତାଙ୍କ କଥାବାର୍ତ୍ତା ହେଇପାରେ। ଏଇଟା ମଧ୍ୟ ଗୋଟେ ଏଇ ଉଦ୍ଦେଶ୍ୟ ନେଇକି ମଧ୍ୟ କେତେ ମଧ୍ୟ କ'ଣ ଯାଆନ୍ତି କାଉଡ଼ି ଯାତ୍ରାକୁ। ମାତ୍ର କାଉଡ଼ି ଯାତ୍ରାଟା କିଛି ମନ୍ଦ ନୁହେଁ ବା ମନ୍ଦ ଉଦ୍ଦେଶ୍ୟ ନୁହେଁ। କ'ଣ ଶିବଙ୍କୁ ଆମେ ଏକ ଭକ୍ତି କରିବା, ଆଉ ଆମେ ମଧ୍ୟ ପ୍ରତି ସୋମବାର ଦିନ ଯାଇକିରି ଯଦି ଆମେ କ'ଣ ଶିବ ମନ୍ଦିରରେ ଯଦି ଆମେ ଜଳାଭିଷେକ କରିବା ତାହେଲେ ଆମେ ମଧ୍ୟ ପ୍ରଭୁ କୃପା ଲାଭ କରିବା।